ବିଜୁ ବାବୁଙ୍କ ନାଁରେ ନାମିତ ବିଜୁ ଜନତା ଦଳର ଆଜି ହେଉଛି 28ତମ ପ୍ରତିଷ୍ଠା ଦିବସ। ଇଏ କେବଳ ବସ୍ତା ନିର୍ବାଚନ ମଣ୍ଡଳୀ କାହିଁକି ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଆନନ୍ଦର ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ଆପଣମାନଙ୍କ ମାଧ୍ୟମରେ କହିବାକୁ ଉଚିତ ମନେ କରିବି, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଆମ ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ 24 ବର୍ଷ ଧରି ଓଡ଼ିଶାକୁ ସୁଶାସନ ଦେଇଥିଲେ। ଗୋଟେ ଅଭାବୀ ରାଜ୍ୟରୁ ଗୋଟେ ପ୍ରଭାବୀ ରାଜ୍ୟ ବା ଗୋଟେ ବଳକା ରାଜ୍ୟରେ ଆମ ରାଜ୍ୟକୁ ପରିଣତ କରିଥିଲେ। ଆପଣମାନେ ଦେଖୁଥିବେ ଆଜି ମଧ୍ୟ ତାଙ୍କର ସେଇ ଧାରା ଜାରି ରହିଛି। କେମିତି 4.5 କୋଟି ଓଡ଼ିଆ ସୁଖରେ ଆନନ୍ଦରେ ସ୍ୱାଚ୍ଛନ୍ଦ୍ୟରେ ରହିବେ। ଆଜି ବିରୋଧୀ ଦଳର ନେତା ହେଇ ମଧ୍ୟ ସେ ଦିନ ରାତି ସେ କଥା ଚିନ୍ତା କରୁଛନ୍ତି ଏବଂ ସେ ଦିଗରେ ଆମ ବିଜୁ ଜନତା ଦଳ ସର୍ବାଗ୍ରେ କାମ ମଧ୍ୟ କରୁଛି। ଆଜି ଆମ ଦଳର ପ୍ରତିଷ୍ଠା ଦିବସରେ ମୁଁ ମୋ ନିର୍ବାଚନ ମଣ୍ଡଳୀ କଥା ଯଦି ଆଣିବି, ଦେଖନ୍ତୁ ଏଠିକାର 24 ବର୍ଷ ଭିତରେ ଏ ଅଞ୍ଚଳର ବିକାଶ ହିଁ ବିକାଶ ହେଇଛି। ଆପଣମାନେ ଆସିଥିବେ ଯେତେବେଳେ ଦେଖିଥିବେ ସେ ପେଜଗାଳା ସେତୁ ହଉ କିମ୍ବା ରାସ୍ତାଘାଟ ହଉ କିମ୍ବା ସ୍ୱାସ୍ଥ୍ୟ କଥା ଦେଖନ୍ତୁ ଏବଂ ଆପଣଙ୍କର ଶିକ୍ଷା ସବୁ ଦିଗରେ ନବୀନ ବାବୁ ଅଗ୍ରାଧିକାର ଦେଇଛନ୍ତି ଏବଂ ତାର ସୁଫଳ ସ୍ୱରୂପ ଆଜି ଆମେ ସୁଖରେ ସ୍ୱାଚ୍ଛନ୍ଦ୍ୟରେ ବସିକି ଜୀବିକା ନିର୍ବାହ କରିପାରୁଛୁ। ଆଜି ମୁଁ ସମସ୍ତଙ୍କୁ ଆହ୍ୱାନ କରିବି, ଆସନ୍ତୁ। ବିଜୁ ଜନତା ଦଳର ବଳ ହେଉଛି ଲୋକଙ୍କର ବଳ। ତେଣୁ ସମସ୍ତେ ଏକାଠି ହେବା, ବିଜୁ ଜନତା ଦଳ ସହିତ ରହିବା ଏବଂ ଓଡ଼ିଶାର ବିକାଶରେ ନିଜକୁ ଜଣେ ଜଣେ ବିନ୍ଧାଣୀ ସଜେଇବା। ଧନ୍ୟବାଦ। ଆଜି ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ସମଗ୍ର ଓଡ଼ିଶା ସହିତ ବାଲେଶ୍ୱର ଜିଲ୍ଲାରେ ଏବଂ ଏଠି ବସ୍ତା ବାଲିଆପାଳ ନିର୍ବାଚନ ମଣ୍ଡଳୀରେ ଆମେ ପାଳନ କରୁଛୁ। ଆପଣମାନେ ଦେଖିପାରୁଥିବେ ଲୋକଙ୍କ ଭିତରେ କିଭଳି ଭାବରେ ଉତ୍ସାହ ରହିଛି। ବିଜୁ ବାବୁଙ୍କର ଯେଉଁ ସ୍ୱପ୍ନ ଥିଲା ଓଡ଼ିଶାକୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରିବା ପାଇଁ, ତାଙ୍କର ସୁଯୋଗ ପୁତ୍ର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର 24 ବର୍ଷ ସୁଶାସନ କାଳରେ ଓଡ଼ିଶାକୁ ସେ ଏକ ବିରାଟ ବିକାଶ ପଥରେ ଆଗେଇ ନେଇଥିଲେ। ଆଜି ମଧ୍ୟ ଲୋକଙ୍କ ଭାଗରେ ଉତ୍ସାହ ରହିଛି, ସେ ଉଦ୍ଦୀପନା ରହିଛି ଯେ ଯୋଉ କାମ ନବୀନ ବାବୁ ଆରମ୍ଭ କରିଥିଲେ ସେ କାମକୁ ଆଗକୁ ନେବା। ଆମେ ସମସ୍ତେ ମିଳିମିଶି କିଭଳି ଭାବରେ ପ୍ରତି ଘରେ ଘରେ ଡେଭଲପମେଣ୍ଟ ପହଞ୍ଚିବା, ବସ୍ତା ବାଲିଆପାଳ ନିର୍ବାଚନ ମଣ୍ଡଳ ବିକାଶ କରିବା, ଇଏ ହେଉଛି ଆଜି ଦିନର ସମସ୍ତଙ୍କର ସଂକଳ୍ପ।